ଆସନ୍ତୁ ସାଙ୍ଗମାନେ, ମୁଁ ଆଜି ବହୁତ ଭଲ ଜାଗା ଯାହାକି ଆମ ଶନିଦେବ ମନ୍ଦିର। ସାଙ୍ଗମାନେ ୟା ଭିତରେ ସବୁ କିଛି ମିଳୁଛି, ଦୀପ କତୁ ଲଗେଇ ଭୋଗ କତୁ ଲଗେଇ ତେଲ ସବୁ କିଛି ମିଳୁଛି, ଠାକୁରଙ୍କ ଜିନିଷ ସବୁ ମିଳୁଛି। ଆପଣ ବାହାରୁ ବି କିଛି କିଣିବା ଦରକାର ନାହିଁ, ଭିତରେ ହିଁ ସବୁ ଭଲ ମୂଲ୍ୟ ବି ମିଳୁଛି। ଆସିକି ଆପଣମାନେ କିଣନ୍ତୁ। ହଜାର ହଜାର ଦୀପ ଦେଖୁଥିବେ ମିଳୁଛି, ହଜାର ହଜାର ଭକ୍ତ ବି ଆସୁଛନ୍ତି ଏଠି। ସେଇ ଆମର ବାବା ଶନିଦେବ ବାବାକୁ ଦେଖା କରିବା ପାଇଁ ଆସୁଛନ୍ତି, ଯିଏକି ମାନସିକ କରିବା ପାଇଁ ଆସୁଛନ୍ତି। ଆସିକି ତାଙ୍କ ମାନସିକ ବି ଏଠି ତାଙ୍କ ମାନସିକ ପୂରଣ ଜଣାଉଛନ୍ତି, ମାନସିକ ବି ତାଙ୍କର ପୂରଣ ହେଉଛି। ଫିର୍ ବି ଲୋକ ଆସିକି ମାନସିକ ପୂରଣ ହେଲା ପରେ ଆସିକି ଏଠି ଭୋଗ ବି ଲଗାଉଛନ୍ତି। ଆପଣମାନେ ବି ଆସନ୍ତୁ, ଏଠି ଆସି ଆପଣଙ୍କର ମାନସିକ କରନ୍ତୁ। ଆପଣଙ୍କ ମାନସିକ ନିଶ୍ଚିତ, ମୁଁ ଭାବୁଛି ଆପଣଙ୍କ ମାନସିକ ନିଶ୍ଚିତ ପୂରଣ ହେବ। ଆଉ ଥରେ ଆସି ମନ୍ଦିରରେ ବୁଲିକି ଯାଆନ୍ତୁ, ତାପରେ ଭାଇ କହିବେ କି ଏଇଟା ହେଉଛି ମୁଁ ଆପଣଙ୍କୁ ମିଛ କହୁଛି କି ସତ କହୁଛି। ଆଗକୁ ସାଙ୍ଗମାନେ ଦେଖନ୍ତୁ, ଭିଡ଼ିଓଟି ବହୁତ ବଢ଼ିଆ ହେଇଛି। ଆଗକୁ ସବୁ କିଛି ମୁଁ ଦେଖେଇମି, ୟା ଭିତରେ କ'ଣ କ'ଣ ସବୁ ରହିଛି କ'ଣ ନାହିଁ ସବୁ ଦେଖନ୍ତୁ। ମୁଁ ବି ଏଠି ମାନସିକ କରିଥିଲି, ମୋ ମାନସିକ ପୂରଣ ହେଇଛି। ବହୁତ ଦିନ ପରେ ମୁଁ ମନ୍ଦିରକୁ ଆସିଛି। ଆଉ ଯେହେତୁ ମୁଁ ଗୋଟେ ମାନସିକ କରିଥିଲି, ସେ ମାନସିକଟା ମୋର ପୂରଣ ହେଇଛି। ସେଥିପାଇଁ ମୁଁ ଆଉ ଥରେ ଦର୍ଶନ କରିବା ପାଇଁ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଆସିଛି। ଆଉ ଆସିଲା ପରେ ମୁଁ ଗୋଟେ ଦୀପ ନେଇକି ଆସିଲି, ଦୀପ ଗୋଟେ ଲଗେଇଲା ପରେ ତାପରେ ମୁଁ ଦର୍ଶନ କରିବାକୁ ଭିତରକୁ ମୁଁ ଗଲି, ଶନିଦେବ ଠାକୁରଙ୍କୁ ଦର୍ଶନ କରିବାକୁ ଗଲି। ତୁମେ ଆସନ୍ତୁ ସାଙ୍ଗମାନେ, ଦେଖିବ କିପରି ଭଲ ଭଲ ଜିନିଷ ତା ଭିତରେ ସବୁ ରହିଛି। ମୁଁ ଆପଣମାନଙ୍କୁ ସବୁ ୟା ଭିତରେ କ'ଣ କ'ଣ ସବୁ ହୋଇଛି କ'ଣ ନାହିଁ ସବୁ ମୁଁ ଦେଖେଇବି ଆପଣମାନଙ୍କୁ। ଠିକ୍ ଅଛି, ଆସନ୍ତୁ। ଏଇଟା ଦେଖିପାରୁଥିବେ ବାବା ଗଣପତି ମୂର୍ତ୍ତି। ଆଉ ୟା ଭିତରକୁ ଗଲେ ଶନିଦେବ ଠାକୁରଙ୍କର ତାଙ୍କର ଏଠି ଦର୍ଶନ କରିବାକୁ ମିଳିବ। ଆଉ ଏଇ ଭିତରେ ଯେଉଁ ଦେଖୁଛନ୍ତି, ଯେଉଁ ଲୁହାର ଗେଟ୍ ଦେଖୁଛନ୍ତି, ୟା ଭିତରେ ସାତ ଘେରା ବୁଲିବା ପାଇଁ ବହୁତ ସୁବିଧା ହେଇଛି। ଏପଟେ ଆସିବୁ ସେପଟେ ଯିବୁ। ଏ ଭିତରେ ଦେଖନ୍ତୁ ଲୋକ କେମିତି ଆସୁଛନ୍ତି ଯାଉଛନ୍ତି। ୟା ଭିତରେ କେତେବେଳେ ତୁମେ ବୁଲିକି ସାତ ଘେରା ଚାଲି ଆସିବେ ତୁମକୁ ଜଣା ପଡ଼ିବ ନାହିଁ। ଦେଖନ୍ତୁ ଠାକୁର ଦର୍ଶନ କରିବା ପାଇଁ କେତେ ଭଲ ସୁବିଧା ଏଠି ମିଳୁଛି ଦେଖ। ଆଉ ଭିତରକୁ ତ ସେଠି ମୋବାଇଲ୍ ଏଲାଉଡ଼୍ ନାହିଁ, ମୁଁ ଭିତରୁ ମୋବାଇଲ୍ ନେଇପାରିବିନି। ଆଉ ନହେଲେ ମୁଁ ବାବାଙ୍କୁ ମୁଁ ଦର୍ଶନ କରିଥାନ୍ତି। ତ ଏଇ ମୂର୍ତ୍ତିରେ ମୁଁ ଦର୍ଶନ କରିବା ପାଇଁ ବହୁତ ମୁଁ କରିକି ମୁଁ ସୁଟିଂ କରିକି ଏଇଟା ନେଇକି ଆସିଲି। ଆଉ ଏଇଟା ଦେଖନ୍ତୁ, ଯେହେତୁ ଆମ ନରସିଂହ ଅବତାର